बकुल वन आम अस्मिता आम परिचय आम गर्व गौरव आम ओडिशार कुहाଯାଏ ଏହି ସ୍ଥାନ ଓଡ଼ିଆଙ୍କ ପ୍ରାଣ କେନ୍ଦ୍ର ଓଡ଼ିଆଙ୍କ ସ୍ୱାଭିମାନର ପ୍ରତୀକ। ବକୁଳ ବନର ସୃଷ୍ଟି ବିନା ନୂତନ ଓଡ଼ିଶାର ନିର୍ମାଣ ଅସମ୍ଭବ ଥିଲା। ଦିନେ ଏହି ସ୍ଥାନ କେତେ ଓଡ଼ିଆଙ୍କୁ ଯେ ନିଜର ଅସ୍ତିତ୍ୱ ଖୋଜି ଦେଇଛି ତାର ପରିକଳ୍ପନା କରିବା ମୁସ୍କିଲ। ଅଗନା ଅଗନି ବନସ୍ତ ଭିତରେ ଏହି ସ୍ଥାନ ଦିନେ ପିଢ଼ି ପରେ ପିଢ଼ିକୁ ଅଜ୍ଞାନର ଅନ୍ଧାର ଭିତରୁ ଜ୍ଞାନର ଆଲୋକ ଆଡ଼କୁ ହାତ ଧରି ଟାଣି ନେଉଥିଲା ଏବଂ ଦେଉଥିଲା ନୂଆ ଏକ ପରିଚୟ, ଶିଖାଉଥିଲା ସ୍ୱାଭିମାନର ପାଠ, ଦେଉଥିଲା ଅନ୍ୟ ପାଇଁ ବଞ୍ଚିବାର ପ୍ରେରଣା। ତ୍ୟାଗର ମାଟିରେ ଜ୍ଞାନର ଭଣ୍ଡାରରୁ ମଣିଷ ତିଆରି କାରଖାନା ନିର୍ମାଣର ପରିକଳ୍ପନା କରିବାକୁ ଯାଇ ଓଡ଼ିଶା ମାଟିର ଯେଉଁ କେତେଜଣ ବୀରପୁତ୍ରମାନଙ୍କ ପାଇଁ ଏହି ବକୁଳ ବନର ସୃଷ୍ଟି, ସେହି କେତେଜଣ ସ୍ୱାଭିମାନୀ ଓଡ଼ିଆ ଆଜି ଏ ଦୁନିଆରେ ନାହାନ୍ତି ସତ, କିନ୍ତୁ ତାଙ୍କ ହାତ ତିଆରି ମଣିଷ ତିଆରି କାରଖାନା ଭିତରେ ସେମାନଙ୍କର ଆତ୍ମା ଆଜି ବି ଅତୃପ୍ତ ହୋଇ ଅସହ୍ୟ ଯନ୍ତ୍ରଣାକୁ ଛାତିରେ ଲଦି ଏପଟ ସେପଟ ଘୂରି ବୁଲୁଛି। ସ୍ୱାଭିମାନରେ ବନ୍ଧା ଓଡ଼ିଶାର ସୁଯୋଗ୍ୟ ସନ୍ତାନମାନଙ୍କ ସ୍ୱାଭିମାନକୁ ବଞ୍ଚାଇ ରଖିବାରେ ଅସଫଳ ହୋଇଯାଇଥିବା ଆଜିର ଓଡ଼ିଆଙ୍କ ବିଫଳତାକୁ ଦେଖି ଶ୍ରାବଣର ଆଳରେ ଧାର ଧାର ଲୁହରେ ଓଦା କରିଦେଉଛି ବକୁଳ ବନର ପବିତ୍ର ମାଟି। ଜୀବନର ଆରମ୍ଭରେ ଜ୍ଞାନର ଏନ୍ତୁଡ଼ିଶାଳ ବୋଲାଉଥିବା ବକୁଳ ବନ ଆଜି ପାଲଟି ଯାଇଛି ନୀରବ, ନିର୍ଜନ, ନିଶବ୍ଦ। ଗୋପବନ୍ଧୁ ଦାସ, ଗୋଦାବରୀଶ ମିଶ୍ର, ନୀଳକଣ୍ଠ ଦାସ, ହରିହର ଦାସ ଏବଂ କୃପାସିନ୍ଧୁ ମିଶ୍ରଙ୍କ ଦାୟାଦ ଦାବି କରୁଥିବା ଓଡ଼ିଆ ଆଜି ଥରେ ସ୍ୱାଭିମାନର ଭୂମି ବକୁଳ ବନ ଯାଇ ବୁଲି ଆସିବାର ଆବଶ୍ୟକତା ରହିଛି। ବକୁଳ ବନ ଆମର ଅସ୍ମିତା, ଆମ ଓଡ଼ିଆର ଭାଷା ପରିଭାଷା। ଆଉ ବକୁଳ ବନ ସେତେବେଳେ ସଫଳ ହୋଇପାରିଥିଲା ଯେତେବେଳେ ପଞ୍ଚମ ମହାତ୍ମା ବକୁଳ ବନକୁ ଗୋଟେ ଜାତୀୟ ବନ ବିଦ୍ୟାଳୟର ମାନ୍ୟତା ଦେଇ ମାନେ ଖୋଲା ଗଛ ତଳେ ଲୋକମାନଙ୍କୁ ପାଠ ପଢ଼ାଉଥିଲେ ଏବଂ ଏଇଠୁ ସେ ଆଦର୍ଶ ତିଆରି କରୁଥିଲେ ଏବଂ ଯେଉଁମାନେ ଆଜିକା ଦିନରେ ଓଡ଼ିଶାର ଗୋଟେ ଗୋଟେ ଆଦର୍ଶରେ ବାହାରିଛନ୍ତି। କିନ୍ତୁ ବର୍ତ୍ତମାନ ଯେଉଁ ବକୁଳ ବନ ଯେତେବେଳେ ସରକାର ତାକୁ ନିଜ ଅଧୀନକୁ ନେଇଛନ୍ତି, ଏ ଗୋଟେ ଅବହେଳିତ ବକୁଳ ବନ ବୋଲି ଆମେ ଅନୁଧ୍ୟାନ କରୁଛୁ। କାହିଁକି ନା ଏଠି ପଞ୍ଚସଖା ଅଛନ୍ତି, ତାଙ୍କ ଉପରେ ଛାତଟିଏ ନାହିଁ, ପଞ୍ଚସଖା ଅଛନ୍ତି ତାଙ୍କର ସେବା ହେଉନି, ଆଉ ପଞ୍ଚସଖା ଅଛନ୍ତି ତାର ପ୍ରସାର ପ୍ରଚାର ମଧ୍ୟ ହୋଇପାରୁନି। ବକୁଳ ବନ ହେଉଛି ଏଠି ଗୋଟେ ରିଚାର୍ଜ ପଏଣ୍ଟ, ଏ ଓଡ଼ିଆ ଜାତିର ଗୋଟେ ରିଚାର୍ଜ ପଏଣ୍ଟ। ଆପଣ ଏଠିକି ଆସନ୍ତୁ, ଏଇଠି ପଞ୍ଚମହାତ୍ମା ଘୁରି ବୁଲୁଛନ୍ତି, ଆପଣ ଅନୁଭବ କରିପାରିବେ। ଏଇ ଯେଉଁ ବକୁଳ ଆଉ ଛୁରିଆନା ଜାଗା, ଏଇ ଜାଗାଟି ଅଛି, ଏଠି ପଞ୍ଚମହାତ୍ମା ବୁଲିଛନ୍ତି। ଏଠିକି ଏବେ ମଧ୍ୟ ଅଳ୍ପ ଦିନ ତଳେ ଅନେକ ଲୋକ ଆସିଥିଲେ, ସେମାନେ ତାଙ୍କର ବଖାଣିଛନ୍ତି ତାଙ୍କର ପିଲାଦିନର କଥା, ତାଙ୍କର ସ୍ମୃତି, ତାଙ୍କର ଇତିହାସ, ଆଉ ଏଠିକି ଆସିଲେ କାନ୍ଦି ପକାଉଛନ୍ତି। ତେଣୁକରି ଆମେ ଅନୁରୋଧ କରୁଛୁ ଏଠି ନେତା ଆସନ୍ତୁ, ରାଜନେତା ଆସନ୍ତୁ ଏବଂ ଯେଉଁ ବିଭାଗୀୟ ଅଧିକାରୀମାନେ ଅଛନ୍ତି ସେମାନେ ଆସନ୍ତୁ ଏବଂ ଏଇଠି ଓଡ଼ିଆ ଅସ୍ମିତାର ମୂଳପିଣ୍ଡ ପଡ଼ିଛି ତାକୁ ଉତ୍ଥାପନା କରନ୍ତୁ। ସତରେ କ'ଣ ଓଡ଼ିଆ ଆଜି ହରାଇଛି ସ୍ୱାଭିମାନ? ସତରେ କ'ଣ ସ୍ୱାଭିମାନର ମାଟିର ହେବନି ପୁନରୁଦ୍ଧାର? ସତରେ କ'ଣ ଛାତିରେ ଅସହ୍ୟ ଯନ୍ତ୍ରଣା, ମନରେ କଷଣ ଘେନି ଅତୃପ୍ତ ହୋଇ ଘୁରି ବୁଲିବେ ଆମ ମହାତ୍ମା? ସତରେ କ'ଣ ଆମେ ହରାଇଛେ ସ୍ୱାଭିମାନ? ସତରେ କ'ଣ ଆମେ ତାଙ୍କ ଦାୟାଦ? ଏ ପ୍ରଶ୍ନ ଆଜି ଜଣେ ସ୍ୱାଭିମାନୀ ଓଡ଼ିଆର। ବ୍ୟୁରୋ ରିପୋର୍ଟ, ଖବର ଓଡ଼ିଶା।